ସେକମ୍ଭୁ କଟକ ରାଜା ନାମ ଜଗନ୍ନାଥ ଚାରି ବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ ଯେ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏହାର ପ୍ରଥମ ଛାନ୍ଦ ମଙ୍ଗଳାଚରଣ ଏବଂ ପୁରୁଷୋତ୍ତମ କ୍ଷେତ୍ରର ଯେଉଁ ମାହାତ୍ମ୍ୟକୁ ଏଠି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ପୂର୍ବ ଅଧ୍ୟାୟରେ ଆମେ ନିଶ୍ଚିତ ଭାବରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ପ୍ରଥମ ଛାନ୍ଦର ଯେଉଁ ମଙ୍ଗଳାଚରଣ ତାହାର 15 ପଦ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଆଜି ଆଲୋଚନା କରିବା ଏହାର 16 ପଦ ଠାରୁ, ଯାହା କୁହାଯାଇଛି ସେହି ପାଦ ପଦ୍ମାସନୀ ପାଟ ମହାଦେବୀ ଅଷ୍ଟ ଐଶ୍ୱର୍ଯ୍ୟ ଦାୟିନୀ ଅଷ୍ଟ ଶକ୍ତି ସେବି ହେ। ଅଷ୍ଟ ଐଶ୍ୱର୍ଯ୍ୟ କୁହାଯାଇଛି। ଅଷ୍ଟ ସିଦ୍ଧି ହେଉଛି ଅଣିମା, ଲଘିମା, ପ୍ରାପ୍ତି, ପ୍ରକାମ୍ୟ ଇତ୍ୟାଦି। ଏହି ଅଷ୍ଟ ଐଶ୍ୱର୍ଯ୍ୟ ନିଶ୍ଚିତ ଭାବରେ ଏହି ଅଷ୍ଟ ଐଶ୍ୱର୍ଯ୍ୟ ଦାୟିନୀ ବିମଳା ପ୍ରଭୃତି ଦେବୀମାନେ ଯେଉଁ କୁହାଯାଏ ଅଷ୍ଟ ମହାଦେବୀମାନେ ନିତ୍ୟ ସେବା କରୁଅଛନ୍ତି ଜଗନ୍ନାଥ ଧାମରେ, ଶ୍ରୀ ପୁରୁଷୋତ୍ତମ ଧାମରେ ଏହା କୁହାଯାଇଛି। ପୁନଶ୍ଚ ଏହାର ସପ୍ତଦଶ ପଦରେ କୁହାଯାଇଛି ଭରସା କରି ଆସନ୍ତି ଦୂର ଦେଶୁ ପ୍ରାଣୀ ଆରତ ଭଞ୍ଜନ ଦିନ ବନ୍ଧୁ ନାମ ଶୁଣି ହେ। ଅନେକ ଦେଶରୁ ଭରସା କରି ନିଶ୍ଚିତ ଭାବରେ ଆଶୀର୍ବାଦ ଲକ୍ଷ୍ୟରେ ଅନେକ ଭକ୍ତମାନେ ବିଭିନ୍ନ ଦେଶରୁ ଏଠାରେ ଉପଗତ ହୁଅନ୍ତି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ। କାରଣ ଆରତ ଭଞ୍ଜନ ଅର୍ଥାତ୍ ଦୁଃଖକୁ ମୋଚନ କରିପାରିବାର ଶକ୍ତି ଆଉ ଦୀନବନ୍ଧୁ ନାମ ଗ୍ରହଣ କରିଥିବା ଏହି ଜଗନ୍ନାଥଙ୍କ କ୍ଷେତ୍ରରେ ସେମାନେ ସେମାନଙ୍କର ଗୁହାରି ଜଣାଇବାକୁ ଆସିଥାନ୍ତି। ଏବଂ ଏହାର ଅଷ୍ଟାଦଶ ପଦରେ ଯଥାକ୍ରମେ କୁହାଯାଇଛି କର ଯୋଡ଼ି ଛାମୁରେ ଜଣାଇ ପକ୍ଷୀ ଧବ ଆର୍ତ୍ତଜନ ଗୁହାରିକି ସାବଧାନ ହେବ ହେ। କୁହାଯାଉଛି କର ଯୋଡ଼ି ଛାମୁରେ ଜଣାଇ ପକ୍ଷୀ ଧବ। ପକ୍ଷୀ ଧବ କହିଲେ ଗରୁଡ଼କୁ ବୁଝାଏ, ଯେ ପକ୍ଷୀମାନଙ୍କର ଯେଉଁ କୁହାଯାଉଛି ସ୍ୱାମୀ ଗରୁଡ଼, ସିଏ ନିଶ୍ଚିତ ଭାବରେ ଶ୍ରୀମନ୍ଦିରରେ ଉପସ୍ଥିତ ଏବଂ ପ୍ରତ୍ୟେକ ଆର୍ତ୍ତି ଦୁଃଖୀଜନମାନଙ୍କର ଗୁହାରିକୁ ସେ ଜଗନ୍ନାଥଙ୍କ ନିକଟରେ ଉପସ୍ଥିତ କରିବାର ଯେଉଁ ଅଭିପ୍ରାୟ, ତାହା ନିଶ୍ଚିତ ଭାବରେ ସୁନ୍ଦର ବର୍ଣ୍ଣନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର। ଏବଂ ଏହାର 19 ପଦ ଯଥାକ୍ରମେ କୁହାଯାଇଛି କୋଟି କନ୍ଦର୍ପ ଲାବଣ୍ୟ ମୂର୍ତ୍ତି ଦର୍ଶନ ଦେବାକୁ ସୁବେଶ ବିଜେ ରତ୍ନ ସିଂହାସନ ହେ। କୁହାଯାଇଛି କନ୍ଦର୍ପ ଅର୍ଥାତ୍ କାମଦେବ। ଶାସ୍ତ୍ର ମତରେ ସବୁଠାରୁ ସୁନ୍ଦର ପୁରୁଷ ହେଉଛନ୍ତି କାମଦେବ। ଜଗନ୍ନାଥ ଦେବ ଏପରି କୋଟିଏ କନ୍ଦର୍ପ ଠାରୁ ବଳି ମନୋହର ମୂର୍ତ୍ତି, ଯାହାଙ୍କୁ ଦର୍ଶନ ଦେବା ପାଇଁ ସୁନ୍ଦର ବେଶରେ ରତ୍ନ ସିଂହାସନରେ ଜଗତଜନକୁ ଦର୍ଶନ ଦେବା ପାଇଁ ସେ ବିଜେ କରିଅଛନ୍ତି, ଏହା କୁହାଯାଇଛି। ଏବଂ ଏହାର 20 ପଦରେ ଯଥାକ୍ରମେ କୁହାଯାଇଛି ଶିରେ ହେମ ରତନ ମୁକୁଟ ସପ୍ତ ଶାଖା କରୁଣା ସିନ୍ଧୁରେ କି ବଡ଼ବା ନଳ ଶିଖା ହେ। କୁହାଗଲା ବଡ଼ବା ନଳ ଶିଖା ଅର୍ଥାତ୍ ସମୁଦ୍ର ମଧ୍ୟରେ ଜଳୁଥିବା ଅଗ୍ନିଶିଖାକୁ କୁହାଯାଇଛି। ନିଶ୍ଚିତ ଭାବରେ ଏହି ଅଗ୍ନିର 7 ଗୋଟି ଶିଖା ଅଛି। ନିଶ୍ଚିତ ଭାବରେ ସିନ୍ଧୁରେ ବାଡ଼ବାଗ୍ନି ଶିଖା ପରି ଦୟାସାଗର ଜଗନ୍ନାଥଙ୍କର ଶିରରେ ସପ୍ତ ଶାଖାର ସ୍ୱର୍ଣ୍ଣ ମୁକୁଟ ମଧ୍ୟ ଶୋଭା ପାଉଅଛି। ଆଉ ଯଥାର୍ଥରେ କବି ଏଠାରେ ସମୁଦ୍ର ସହିତ ଜଗନ୍ନାଥଙ୍କୁ ସୁନ୍ଦର ତୁଳନା କରିଛନ୍ତି ଏହି 20 ପଦରେ। ଆସନ୍ତୁ ଏହାର 21 ପଦକୁ ଆଲୋଚନା କରିବା। କିମ୍ପାଇଁ ସ୍ୱାର୍ଥ ନୁହିବ ଏମନ୍ତ ବିଚାର ପୁଣି ମଞ୍ଜୁଳ କୁଣ୍ଡଳ ମକର ଆକାର ହେ। ସମୁଦ୍ରରେ ମଗର ପ୍ରଭୃତି ଯେଉଁ କୁହାଯାଉଛି ଜଳଚର ଜୀବମାନେ ରହନ୍ତି, ଜଗନ୍ନାଥଙ୍କର ସୁନ୍ଦର ମକର ଆକାର କୁଣ୍ଡଳ ମଧ୍ୟ ରହିଅଛି। ଏଣୁ ସମୁଦ୍ର ସହିତ ଜଗନ୍ନାଥଙ୍କର ତୁଳନା ଯଥାର୍ଥ ଅଟେ ବୋଲି କବି ବିଚାର କରୁଅଛନ୍ତି। ଏହାର 22 ପଦରେ ଯଥାକ୍ରମେ କୁହାଯାଇଛି ପ୍ରବାଳ ତରଣୀ ଦୃଷ୍ଟି ରଙ୍ଗା ଧରେ ଅଛି ବିଶେଷ ଯହିଁ ଲାବଣ୍ୟ ଲକ୍ଷ୍ମୀ ସମ୍ଭବିଛି ହେ। ପ୍ରବାଳ ତରଣୀ ଅର୍ଥାତ୍ ପୋହଳା ନୌକା। ସମୁଦ୍ରରେ ନୌକା ଥାଏ, ଏଠାରେ ଜଗନ୍ନାଥଙ୍କର ନାଲି ବର୍ଣ୍ଣର ଅଧର ଠିକ୍ ପୋହଳା ନୌକା ପରି ଦିଶୁଅଛି। ସମୁଦ୍ର ମନ୍ଥନରୁ ପୁନରାୟ ଲକ୍ଷ୍ମୀ ସମ୍ଭବ ହୋଇଥିଲେ ଏଠାରେ ଶୋଭାରୂପିଣୀ ଲକ୍ଷ୍ମୀ ମଧ୍ୟ ବିରାଜମାନ କରୁଛନ୍ତି। ଯଥାକ୍ରମେ ଏହାର 23ତମ ପଦରେ କୁହାଯାଇଛି ଦଶ ଅବତାର ଲୀଳା ଯାତ୍ରା ବିରଚନ ଜନଙ୍କୁ ଦେଖାନ୍ତି ଯୁଗାନ୍ତର କଥାମାନ। ଜଗନ୍ନାଥଙ୍କର 10 ଅବତାରର ଏହି ଯାତ୍ରାକୁ ଭକ୍ତଙ୍କ ନିକଟରେ ଉପସ୍ଥିତ କରାଯାଏ ଏବଂ 12 ମାସରେ 13 ପର୍ବ ଏଥିପାଇଁ ସମ୍ଭବ ହୋଇଥାଏ।
ଦଶମ ଅବତାର ଭଗବାନ ନ ହୋଇଥିଲେ ମଧ୍ୟ ସେହି କଳ୍କି ଅବତାରର ଚିତ୍ର ମଧ୍ୟ ରହିଅଛି। ସେହି ସବୁ ଯାତ୍ରା ଗୁଡ଼ିକ ସତ୍ୟଯୁଗରୁ ଏଯାବତ୍ ମଧ୍ୟ ଭକ୍ତମାନଙ୍କ ମଧ୍ୟରେ ଏହି ଯାତ୍ରାକୁ ଉପସ୍ଥାପିତ କରାଯାଉଛି। ଯଥାକ୍ରମେ ଏହାର 24 ପଦରେ କୁହାଯାଇଛି, ସ୍ନାନ ଗୁଣ୍ଡିଚାଏ ବେନି ସ୍ୱୟଂ ଲୀଳାଜାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର ହେ। ସ୍ନାନ ପୂର୍ଣ୍ଣିମା ଏବଂ ଘୋଷଯାତ୍ରା, ଯାହାକୁ ଆମେ କହୁଛେ ରଥଯାତ୍ରା, ଏହି ସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ନିଶ୍ଚିତ ଭାବରେ ଜଗନ୍ନାଥଙ୍କର ସ୍ୱୟଂ ବା ନିଜସ୍ୱ ଲୀଳା ଅଟେ। ପାପୀ ତାପୀ ବା ପାତକୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସେ ଏହି ଦୁଇ ଯାତ୍ରାରେ ଶ୍ରୀମନ୍ଦିରରୁ ବାହାରକୁ ପ୍ରକଟ ହୁଅନ୍ତି। ଜ୍ୟେଷ୍ଠ ପୂର୍ଣ୍ଣମାସୀ ପୂର୍ଣ୍ଣ ନିଶି ଅବଶେଷେ ସେବକ ଉତ୍ସୁକେ ମିଳି ମହାପ୍ରଭୁ ପାଶେ ହେ। ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିର ପୂର୍ବଦିନ ରାତି ପାହାନ୍ତାରୁ ପଣ୍ଡା ପଡ଼ିହାରୀ ପ୍ରଭୃତି ସେବକମାନେ ଆନନ୍ଦ ମନରେ ମହାପ୍ରଭୁଙ୍କ ନିକଟରେ ପହଞ୍ଚନ୍ତି। ଏହାର 26 ପଦରେ ଯଥାକ୍ରମେ କୁହାଯାଇଛି, ସେକାଳକୁ ଅନୁସରି ଯାତ୍ରୀ ନର ନାରୀ ଯେ ଯାହାର ନିତ୍ୟକର୍ମ ତ୍ୱରା ହୋଇ ସାରି ହେ। ସେହି ସମୟରେ ପୃଥିବୀର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଯାତ୍ରୀମାନେ ଭକ୍ତମାନେ ନିଜ ନିଜର ନିତ୍ୟକର୍ମ ସାରି ବଡ଼ ଦେଉଳର ସିଂହଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତି ଏବଂ ହରିଧ୍ୱନି ମଧ୍ୟ କରିଥାନ୍ତି। ଅଥଚ ସେହି ଧ୍ୱନି ଚତୁର୍ଦିଗକୁ ବ୍ୟାପି ଯାଇଥାଏ। ହରି ହରିଦ୍ୱାରେ ମିଳି ହରିଧ୍ୱନି କଲେ ହରିତ ପୁରିତ ତୁରିତରେ ତହିଁ ହେଲେ ହେ। ଏହା କୁହାଯାଇଛି ନିଶ୍ଚିତ ଭାବରେ ହରିଦ୍ୱାର ଅର୍ଥାତ୍ ସିଂହଦ୍ୱାର ଏବଂ ହରିତ, ଯାହାକୁ ଆମେ କହୁଛେ ଦିଗ, ପୁରିତ ଅର୍ଥ ପୂର୍ଣ୍ଣ। ପଡ଼ିଲା ତୁଳି ପାହାଡ଼ା ବିଜୟ ନିମିତ୍ତେ ବାଜିଲା ମେଘା ମୃଦଙ୍ଗ ମର୍ଦ୍ଦଳ ସହିତେ ଯେ। ତୁଳି ଅର୍ଥାତ୍ କୁହାଯାଉଛି ପାଟ ମୁଚୁଳା, ପାହାଡ଼ା ବିଛଣା ଏବଂ ମେଘା ଏକ ପ୍ରକାର ବାଦ୍ୟ। ଜଗନ୍ନାଥଙ୍କ ବିଜୟ ପାଇଁ ପାଟ ମୁଚୁଳା ବିଛାଗଲା, ମେଘା ମୃଦଙ୍ଗ ମର୍ଦ୍ଦଳ ପ୍ରଭୃତି ବାଦ୍ୟମାନ ନିଶ୍ଚିତ ଭାବରେ ବାଜି ଉଠିଲା। ଏହା 28 ପଦରେ କୁହାଯାଇଛି, କଂସାଳ ତାଳ କର୍ଣ୍ଣାଳ ପଟହ ଝରଝରା ମୋପରେ ବିଜେ କରିବେ ଭାବି ତୋଷ ଧରା ହେ। କଂସାଳ ଅର୍ଥାତ୍ ଝାଞ୍ଜ, କର୍ଣ୍ଣାଳ ଅର୍ଥାତ୍ ଭେରି, ଝରଝରା ଅର୍ଥାତ୍ ଖଞ୍ଜଣି, ଧର ଅର୍ଥାତ୍ ଧରଣୀ। ପୂର୍ବରୁ ବାଦ୍ୟମାନଙ୍କର ଝାଞ୍ଜ, ଖଞ୍ଜଣି, ଭେରି ପ୍ରଭୃତି ବାଜିଲା ଏବଂ ମୋ ଉପରେ ଭଗବାନ ବିଜେ କରିବେ ଭାବି ଧରଣୀ ବା ପୃଥିବୀ ଅତି ସନ୍ତୋଷ ପ୍ରକାଶ କଲା। ନୁହିବେ ସର୍ବଜ୍ଞ କିମ୍ପା ବ୍ରହ୍ମ ପରିବାର ଜାଣିଲେ ନିଶ୍ଚୟ ପ୍ରଭୁ ଦକ୍ଷିଣ କୁଞ୍ଜର ହେ। କୁହାଯାଇଛି ବ୍ରହ୍ମ ପରିକାର ମହାପ୍ରଭୁଙ୍କ ସେବକ ଦକ୍ଷିଣ କୁଞ୍ଜର ଅର୍ଥାତ୍ ଦକ୍ଷିଣ ଦିଗ ହସ୍ତିର ବାମନ ଓ କଳା ଭଗବାନଙ୍କର ସେବକ ବା ଚାକରମାନେ କାହିଁକି ସର୍ବଜ୍ଞ ନ ହେବେ? ସେମାନେ ଜାଣିଲେ ଯେ ପ୍ରଭୁ ଦକ୍ଷିଣ ଦିଗ ହସ୍ତି ଏବଂ ତାଙ୍କ ବଡ଼ ଭାଇ ବଳରାମ ପୂର୍ବ ଦିଗ ହସ୍ତି। ଏଥିପାଇଁ ଦୁହିଁଙ୍କୁ ଝୁଲାଇ ଝୁଲାଇ ପହଣ୍ଡି ବିଜେ କରି ଆଣିଲେ। ଏହା 30ତମ ପଦରେ କୁହାଯାଇଛି। ବିଶେଷ କରି ଆଜିର ଆଲୋଚନା 16 ପଦ ଠାରୁ 30 ପଦ ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ସମୟରେ ଆମେ ଏହାର ଅବଶିଷ୍ଟ ପଦଗୁଡ଼ିକୁ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।